ଆଦି ନାହିଁ କି ଅନନ୍ତ ନାହିଁ। ଆସନ୍ତୁ ଏ ପୁରା ଖବର ଉପରେ ଟିକେ ନଜର ପକାଇ। ये अनुष्ठान चारिटा अनुष्ठान खूब बड़ आकार हुए सत किंतु कौटू आसे केमिति हुए केमिति आर परिसमाप्ति हुए मु तार किछि माने आद्यंत पाए ना। ବର୍ଷରେ ଚାରିଟା ବିରାଟ ବିରାଟ କାର୍ଯ୍ୟକ୍ରମ ତ ଅର୍ଥ କେଉଁଠୁ ଆସେ, କେମିତି ଖର୍ଚ୍ଚ ହୁଏ? ଏଠି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସମାଗମ ହୁଅନ୍ତି। ପୁରା ଖବର ଆସନ୍ତୁ ଟିକେ ନଜର ପକାଇବା। କୌଣସି ଆଶା କି କୌଣସି ସ୍ୱାର୍ଥ ଲାଳସାରେ ଆସେ ନା। ବନ୍ଧୁଗଣ, ଭକ୍ତ ଓ ଶ୍ରଦ୍ଧାଳୁ କହିଲେ ସ୍ୱାର୍ଥ ନାହିଁ, କୌଣସି ସ୍ୱାର୍ଥ ନାହିଁ। ଯାହା ଶୁଣିବେ, ଯାହା ଦେଖିବେ, ନିଶ୍ଚିନ୍ତ ଆପଣଙ୍କର ମନରେ ପ୍ରଶ୍ନ ଆସିବ। ଆସନ୍ତୁ ପୁରା ଖବର ଉପରକୁ ଯିବା। ମୁଁ ମହେନ୍ଦ୍ର କୁମାର ବେହେରା, ଘର ଆମର ବାରବାଟୀ। ମୁଁ ଏଠିକି ପ୍ରାୟ 2000 ମସିହାରୁ ଏ ଆଶ୍ରମକୁ ଯିବା ଆସିବା କରେ, କିନ୍ତୁ କୌଣସି ଆଶା କି କୌଣସି ସ୍ୱାର୍ଥ ଲାଳସାରେ ଆସେ ନା। କିନ୍ତୁ ପ୍ରଭୁଙ୍କର ଟିକେ ଶରଣାପନ୍ନ ହେବା ପାଇଁ, ପ୍ରଭୁଙ୍କ ଆଶ୍ରିତ ହେବା ପାଇଁ ମୁଁ ସବୁବେଳେ ଏଠିକି ଆସେ। ଆଉ ମୋ ଭଳି ବି ବହୁତ ଗୁଡ଼ିଏ ଭକ୍ତ ଏଠି ଆସନ୍ତି। ଯିଏ ଯେଉଁ ଭଳି ଯାହା ମାନସିକରେ ଆସନ୍ତି, ସେ କ'ଣ ପାଆନ୍ତି ନ ପାଆନ୍ତି ସେ କଥା ଭକ୍ତ ହିଁ କହିବେ। ମୋ କହିବାଟା ବୃଥା। କିନ୍ତୁ ଯାହା ହଉ, ମୁଁ ଯେତିକି ଅନୁଭବ କରୁଛି, ଭକ୍ତମାନେ କିଛି ଏଠି ତାଙ୍କର ସମସ୍ୟାର ସମାଧାନ ପାଉଛନ୍ତି ବୋଲି ବର୍ଷକୁ ବର୍ଷ ପ୍ରାୟ ଭକ୍ତ ବଢ଼ି ଚାଲିଛନ୍ତି। ଆଉ ଏଠି ଆମର ଠାକୁରଙ୍କର 4ଟା ଅନୁଷ୍ଠାନ ହୁଏ ବର୍ଷରେ। ପଣା ସଂକ୍ରାନ୍ତି ହନୁମାନଜୀଙ୍କର ଜନ୍ମଦିନ ପାଳନ କରାଯାଏ। ତ୍ରିବେଣୀ ଅମାବାସ୍ୟା ଆମର ଜଗତଗୁରୁ ଅଭିରାମ ପରମହଂସଙ୍କର ଜନ୍ମଦିନ ପାଳନ କରାଯାଏ। ଏବଂ ଆମର କୃଷ୍ଣଚନ୍ଦ୍ରଙ୍କର ଜନ୍ମାଷ୍ଟମୀ ପାଳନ କରାଯାଏ ଏବଂ ନେତ୍ର ଉତ୍ସବ ମଧ୍ୟ ପାଳନ କରାଯାଏ। ଏ 4ଟା ଅନୁଷ୍ଠାନ ଖୁବ୍ ଧୁମଧାମରେ ପାଳନ କରାଯାଏ। ଆଉ ମୁଁ ଗୋଟିଏ ଅନୁଭୂତିର ଜିନିଷ ମୁଁ ସବୁବେଳେ ଅନୁଭବ କରେ। ଇଏ ଅନୁଷ୍ଠାନ 4ଟା ଅନୁଷ୍ଠାନ ଖୁବ୍ ବଡ଼ ଆକାରରେ ହୁଏ ସତ, କିନ୍ତୁ କେଉଁଠୁ ଆସେ, କେମିତି ହୁଏ, କେମିତି ଆର ପରିସମାପ୍ତି ହୁଏ, ମୁଁ ତାର କିଛି ମାନେ ଆଦ୍ୟନ୍ତ ପାଏ ନା। ଇଏ ଜିନିଷ ମାନେ ଶହ ଶହ ଲୋକଙ୍କ ସାହାଯ୍ୟରେ ହେବା କଥା, କିନ୍ତୁ ଏ କାମ କେମିତି କ'ଣ ହୁଏ, କେମିତି ଆରମ୍ଭ ହୁଏ, କେମିତି ପରିସମାପ୍ତି ହୁଏ, ଏମିତି ଦୀର୍ଘ ଦିନ ଧରି ଏଠି ଅନୁଷ୍ଠାନ ପାଳନ ହେଉଛି। କୌଣସି କିଛି ସମସ୍ୟା ନାହିଁ, କାହାର ବି କିଛି ମାନେ ଅଭିଯୋଗ ନାହିଁ, କିଛି ନାହିଁ। ଶୂନ୍ୟ ଶୂନ୍ୟ ଏଠି ଅନୁଷ୍ଠାନ ବଢ଼ି ବଢ଼ି ଚାଲିଛି। ତେଣୁ ଇଏ ସବୁ କେତେ ଗୁଡ଼ିଏ ଘଟଣାକୁ ମୁଁ ଲକ୍ଷ୍ୟ କରି ଭଗବାନଙ୍କର ଆଶୀର୍ବାଦ ଏ ଜାଗା ଉପରେ ଅଛି, ଭକ୍ତଙ୍କ ପ୍ରତି ଆଶୀର୍ବାଦ ଅଛି ବୋଲି ମୁଁ ଅନୁଭବ କରେ।